ମୁଁ ତୁମର ସୁରକ୍ଷା କବଚ ହୋଇ ସର୍ବଦା ତୁମ ସାଥିରେ ଛିଡ଼ା ହୋଇଛି। ପିଲାମାନେ, କେହି ବି ତୁମର ରାସ୍ତା ଅଟକାଇ ପାରିବେ ନାହିଁ। ସଫଳତାର ପାହାଚ ତୁମେ ଏବେଠୁ, ଆଜିଠୁ ଚଢ଼ି ଚାଲିବ। ସଫଳତା ପାଇବା ପାଇଁ ପରିଶ୍ରମ ଏବଂ ଅନୁଶାସନ ସହିତ କାମ କର। ମୋର ଆଶୀର୍ବାଦ ତ ତୁମ ସହିତ ଅଛି। ତୁମ ଜୀବନରେ ଦୁଃଖ ଅଛି, ମୁଁ ଜାଣିଛି। ଏହା ମଧ୍ୟ ଜାଣିଛି ତୁମେ କେବେ ବି କାହା ଆଗରେ ପ୍ରକାଶ କର ନାହିଁ, କାହାକୁ କିଛି ବି ଜଣାଅ ନାହିଁ। କିନ୍ତୁ ମୁଁ ଜାଣେ ତୁମର ଏହି ଯେଉଁ ସ୍ୱଭାବ ଅଛି ନା, ଯେତେ ଦୁଃଖ କଷ୍ଟ ଥାଉ ନା କାହିଁକି ତୁମେ ସବୁବେଳେ ଖୁସି ରହିଥାଅ। ଖୁସି ରହିବା ପାଇଁ ତୁମେ ସବୁବେଳେ ଚେଷ୍ଟା ମଧ୍ୟ କରିଥାଅ। ଏହି ଗୁଣ ତୁମକୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିଥାଏ। ସର୍ବଦା ଏହିଭଳି ରୁହ। ମୁଁ ତୁମ ଜୀବନର ଦୁଃଖକୁ ଗୋଟିଏ ପରେ ଗୋଟିଏ ଦୂର କରିବି। ମୋ ଉପରେ ତୁମର ବିଶ୍ୱାସକୁ ଦୃଢ଼ ରଖ। ତୁମର ସମସ୍ତ ଅଟକି ରହିଥିବା କାମ ଆଜିଠାରୁ ହୋଇ ଚାଲିବ। କାହିଁକି ନା ମୁଁ ତୁମର ପ୍ରତ୍ୟେକ ପ୍ରାର୍ଥନା ସ୍ୱୀକାର କରିଛି। ସବୁ ହେବ, ଗୋଟିଏ ପରେ ଗୋଟିଏ ସବୁ କିଛି ହେବ। ଯଦି ତୁମେ ହୃଦୟରୁ କିଛି ଚାହୁଁଛ, ତେବେ ତାହା ପାଇଁ ସାହସ ହରାଅ ନାହିଁ କି ଆଶା ଛାଡ଼ ନାହିଁ। ବିଶ୍ୱାସ ରଖ, କାରଣ ଯେଉଁଠାରେ ବିଶ୍ୱାସ ଅଛି ସେଠାରେ ଚମତ୍କାର ମଧ୍ୟ ହୁଏ। ଯଦିଓ ଏହା କିଛି ସମୟ ନେଇଥାଏ, କିନ୍ତୁ ତୁମର ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହୁଏ। ତୁମର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କର ନାହିଁ। ମୁଁ ତୁମର ସୁରକ୍ଷା କରୁଛି। କିନ୍ତୁ ତୁମକୁ ମଧ୍ୟ ନିଜର ଯତ୍ନ ନେବାକୁ ପଡ଼ିବ, ଧ୍ୟାନ ରଖିବାକୁ ପଡ଼ିବ। ସବୁ କର୍ମ ସହିତ ତୁମ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ରଖିବାକୁ ହେବ। ଠିକ୍ ସମୟରେ ଶୁଅ, ଠିକ୍ ସମୟରେ ଉଠ। ମୋ ଉକ୍ତି ହେଉଛି ତୁମର ସମସ୍ତ ସମସ୍ୟାର ସମାଧାନ। ଶ୍ରଦ୍ଧା, ସବୁରି, ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।